ବର୍ତ୍ତମାନ ପିଲାମାନେ ଟିକେ ଦେଖିବା ପାଇଁ ଚେଷ୍ଟା କର। ମୁଁ ଜାଣିଛି ଯେ ଇଏ ତ ବର୍ତ୍ତମାନ ଇଏ ପ୍ରଥମ 5A 5B ପାଠ, ତଥାପି ବହୁତ ପିଲା ପାଠର ସୂତ୍ର ଆଗେ ମନେ ରଖୁନାହାନ୍ତି। ଏମିତି ତ୍ରିକୋଣମିତିର ସୂତ୍ର ଅଛି, ପରିମିତିର, ଗଣିତର ତ ଯାବତୀୟ ସୂତ୍ର ଅଛି। କିନ୍ତୁ ଯେଉଁମାନେ ସବୁ ଟ୍ୟାଲେଣ୍ଟ ପିଲା, ଯେଉଁମାନେ କି 100ରୁ 100 ମାର୍କ ରଖିବା ପିଲା ଅଛନ୍ତି, କିନ୍ତୁ ସୂତ୍ରକୁ ତ ଆଧାର କରିକି ସବୁ ଗଣିତ କରାହେଉଛି ନା। ତେଣୁ ପିଲାମାନେ ଯଦି ସୂତ୍ରକୁ ଟିକେ ଭଲ ଭାବରେ ଦେଖନ୍ତେ ଏବଂ ମନେ ରଖନ୍ତେ, ଖାଲି ତ ଦେଖିଲେ ହେବନି, ମନେ ରଖିବାକୁ ମଧ୍ୟ ପଡ଼ିବ। ତେଣୁ ମନେ ରଖିଲେ ବହୁତ ଭଲ ହେବ ଏବଂ ପିଲାମାନେ ସୂତ୍ର ଆଧାର କରିକି ବହୁତ କରିପାରିବେ। କଥା ହେଉଛି ବୃତ୍ତ ସମ୍ବନ୍ଧରେ ବହୁତ କଥା ଅଛି, ଏଗୁଡ଼ାକ ଆଲୋଚନା କଲେ 5 ଦିନ 6 ଦିନ ସମୟ ଲାଗିଯିବ। ଇଏ ମାତ୍ର ବର୍ତ୍ତମାନ ପିଲାଙ୍କର ବାର୍ଷିକ ପରୀକ୍ଷା, ତେଣୁକରି ଟିକେ ରିଭାଇଜ୍ଟା ନିହାତି ଦରକାର। ତେଣୁ ସେ ସୂତ୍ର ଗୁଡ଼ିକ ମୁଁ ଯାହା ଲେଖିଲି ପିଲାମାନେ ଟିକେ ଦେଖନ୍ତୁ। ଦେଖିବା ଦ୍ୱାରା ପିଲାମାନଙ୍କର ମନେ ବି ରହିବ ଏବଂ କାର୍ଯ୍ୟରେ ଲଗେଇ ପାରିବେ। ମୁଁ ବର୍ତ୍ତମାନ ଏଇ ଯେଉଁ ବୃତ୍ତ ସମ୍ବନ୍ଧରେ ଯେଉଁ ସୂତ୍ର ଲେଖିଲି, ବୃତ୍ତର ପରିଧିରେ ଆଉ କ୍ଷେତ୍ରଫଳକୁ ନେଇକି ଯେଉଁ ସୂତ୍ର ସବୁ ଲେଖିଛି, ପିଲାମାନେ ଦେଖ ଏବଂ ତାକୁ ମନେ ରଖ।